ରାସୋଳ ନୂଆପାଟଣାରେ ଯୁବରାଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ। ରାସୋଳ ଅଞ୍ଚଳରେ ଯୁବଗୋଷ୍ଠୀମାନଙ୍କ ମଧ୍ୟରେ ବର୍ତ୍ତମାନ କ୍ରିକେଟ ଖେଳ ଉତ୍ସାହ ଆଣିବା ସହ କ୍ରିକେଟ ଖେଳ ପ୍ରତି ତାଙ୍କର ଇଚ୍ଛାଶକ୍ତିକୁ ଦ୍ୱିଗୁଣିତ କରୁଥିବା ଦେଖିବାକୁ ମିଳିଛି। ହିନ୍ଦୋଳ ବ୍ଲକର ବିଭିନ୍ନ ଗାଁମାନଙ୍କରେ ଏଭଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲୁଥିବା ବେଳେ ସେହିପରି ଆଜି 28/12/2025 ରବିବାର ଦିନ ହିନ୍ଦୋଳ ବ୍ଲକ ରାସୋଳ ପଞ୍ଚାୟତ ନୂଆପାଟଣାର ଯୁବରାଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି। ପ୍ରଥମେ 16ଟି ଦଳକୁ ନେଇ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା। ଫାଇନାଲରେ ଗିରିଧର ପ୍ରସାଦ ଏବଂ ନୂଆ ଉଭୟ ମୁହାଁମୁହିଁ ହୋଇଥିଲେ। ଫାଇନାଲ ଖେଳରେ ଉଭୟ ଦଳ ମଧ୍ୟରେ 3ଟି ମ୍ୟାଚ୍ ହୋଇଥିଲା। ପ୍ରଥମ ମ୍ୟାଚ୍ରେ ନୂଆ ଗାଁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି 10 ଓଭରରେ 6 ୱିକେଟ୍ ହରାଇ 46 ରନ୍ ସଂଗ୍ରହ କରିଥିଲା। ପ୍ରତି ଉତ୍ତରରେ ଗିରିଧର ପ୍ରସାଦ ଦଳ ନିର୍ଦ୍ଧାରିତ ଓଭରରେ 8 ୱିକେଟ୍ରେ 90 ରନ୍ କରି 6 ରନ୍ରେ ପରାସ୍ତ ହୋଇଥିଲା। ଦ୍ୱିତୀୟ ମ୍ୟାଚ୍ରେ ନୂଆଗାଁ ଦଳ ବ୍ୟାଟିଂ କରି 8 ଓଭରରେ 5 ୱିକେଟ୍ ବିନିମୟରେ 57 ରନ୍ ସଂଗ୍ରହ କରିଥିବା ବେଳେ ଗିରିଧର ପ୍ରସାଦ ଦଳ 8 ୱିକେଟ୍ ବିନିମୟରେ 48 ରନ୍ ସଂଗ୍ରହ କରି 8 ରନ୍ରେ ପରାସ୍ତ ହୋଇଥିଲା। ଏଥିସହିତ ନୂଆଗାଁ ଟିମ୍ 2-1 ମ୍ୟାଚ୍ରେ ବିଜୟୀ ହୋଇଥିଲା। ଉକ୍ତ ଉଦ୍ଯାପନୀ ଫାଇନାଲ ଖେଳରେ ମୁଖ୍ୟ ଅତିଥି ରାସୋଳ ସରପଞ୍ଚ ଦିବାକର ନାୟକ, ସମ୍ମାନୀୟ ଅତିଥି ରାସୋଳ ପଞ୍ଚାୟତ ଅଧିକାରୀ ବଂଶୀଧର ପ୍ରଧାନ, ମୁଖ୍ୟବକ୍ତା ଭାବେ ସରକାରୀ ଶିକ୍ଷକ ଅଖିଳ ପୃଷ୍ଟି, ଅନ୍ୟତମ ଅତିଥି ରାସୋଳ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ରବିନାରାୟଣ ପୃଷ୍ଟି ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ପ୍ରଦାନ କରିଥିଲେ। ବିଜେଡି ଦଳକୁ ଟ୍ରଫି ସହ 15,000 ଟଙ୍କା, ଉପବିଜେତା ଦଳକୁ 10,000 ଟଙ୍କା ମଞ୍ଚାସୀନ ଅତିଥିମାନେ ପ୍ରଦାନ କରିଥିଲେ। ସିଲୁ ଭୋଇ ଏବଂ ଲିଟି ଖୁଣ୍ଟିଆ ଖେଳଟିକୁ ସୁନ୍ଦର ଭାବରେ ପରିଚାଳନା କରିଥିବା ବେଳେ ଚିଣ୍ଟୁ ସାହୁ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ଯୁବରାଜ କ୍ରିକେଟ ଦଳର ସଭାପତି ସିଲୁ ଖୁଣ୍ଟିଆ, ସମ୍ପାଦକ ସମୀର ସାହୁଙ୍କ ସମେତ ଅନୁଷ୍ଠାନ ସମସ୍ତ ସଦସ୍ୟ ଉପସ୍ଥିତ ରହି ଖେଳ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ। ହିନ୍ଦୋଳ ନିର୍ବାଚନ ମଣ୍ଡଳୀରୁ ଗଙ୍ଗାଧର ସାହୁଙ୍କ ରିପୋର୍ଟ, AM ମିଡିଆ 24। ଆଜିର ଉଦ୍ଯାପନୀ ଉତ୍ସବର ମୁଖ୍ୟ ଅତିଥି ସରପଞ୍ଚ ଦିବାକର ନାୟକ ମହୋଦୟ, ମୁଖ୍ୟ ବକ୍ତା ମୋର ବନ୍ଧୁ ଅଖିଳ ପୃଷ୍ଟି ମହୋଦୟ, ସମ୍ମାନିତ ଅତିଥି ଆମ ପଞ୍ଚାୟତର ଏକ୍ଜିକ୍ୟୁଟିଭ ଅଫିସର ବଂଶୀଧର ବାବୁ ତଥା ଯୁବରାଜ କ୍ରିକେଟ ଟିମ୍ର ଅଗ୍ରଣୀ ବନ୍ଧୁ ସଭାପତି ସମୀର ବାବୁ, ଉପସ୍ଥାପକ ବନ୍ଧୁ, ଯୁବରାଜ କ୍ରିକେଟ ଟିମ୍ର ସମସ୍ତ ଆଗ୍ରହୀ ଯୁବବନ୍ଧୁମାନେ, ମୋ ସାମ୍ନାରେ ଉପସ୍ଥିତ ଥିବା 2 କ୍ରିକେଟ ଟିମ୍ର ଅଧିନାୟକ ସହ ଖେଳାଳି ବୃନ୍ଦ ତଥା ଆସିଥିବା ଗ୍ରାମର ମୋ ସାମ୍ନାରେ ଉପସ୍ଥିତ ଥିବା ସମସ୍ତ ବନ୍ଧୁମାନେ, ଯାହା ହଉ ମୁଁ ଆଜି ବିଶେଷ ଖୁସି ଯେ ଏହି କ୍ରିକେଟ ଟିମ୍ଟି 16ଟି କ୍ରିକେଟ ଟିମ୍କୁ ନେଇକି ଯେତେ ବଡ଼ ବିରାଟ ସଂସ୍ଥା ଆୟୋଜନ କରି ବିଭିନ୍ନ ଗାଁରୁ ଲୋକମାନଙ୍କୁ ଡାକି ଆତିଥ୍ୟ ପ୍ରଦାନ କରି ଖେଳ ସୁନ୍ଦର ଭାବରେ ପରିଚାଳିତ କରିବା ପାଇଁ ଯେଉଁଭଳି ପ୍ରୟାସ ଯୁବରାଜ କ୍ରିକେଟ କ୍ଲବ କରିଥିଲା, ମୋତେ ଗୋଟେ ଗୁରୁ ଦାୟିତ୍ୱ ଦେଇଥିଲେ। ମୁଁ ଫିତା କାଟି ଆପଣଙ୍କର ପ୍ରଥମ ଦିନର ଖେଳକୁ ଉଦ୍ଘାଟନ କରିଥିଲି। ତେଣୁ ମୁଁ ସେଇ କ୍ରିକେଟ କ୍ଲବର ବନ୍ଧୁମାନଙ୍କ ପାଖରେ ଆଜି କୃତଜ୍ଞ ଯେ ସେମାନେ ଖେଳକୁ ସୁଚାରୁ ରୂପେ ଆଜି ସୁନ୍ଦର ଭାବରେ ସାରିଛନ୍ତି। ବିଶେଷ ଧନ୍ୟବାଦ ଦେବି ଆମର ଅମ୍ପାୟାର ବନ୍ଧୁମାନଙ୍କୁ, ଯେଉଁମାନେ କି ବିରାଟ ଗୁରୁ ଦାୟିତ୍ୱ ନେଇ ପ୍ଲେୟରମାନଙ୍କ ମନୋବଳ ସହିତ ଦର୍ଶକମାନଙ୍କ ମନୋବଳକୁ ଉତ୍ସାହିତ କରୁଛନ୍ତି, ଖେଳ ସୁନ୍ଦର ପ୍ରଦର୍ଶନ କରୁଛନ୍ତି। ଏଣୁ ଆଜି ସେମାନେ ବି ବିଶେଷ ଏଠିକାର ପ୍ରଶଂସାର ପାତ୍ର। ତେଣୁ ଏଟା ତ ସବୁ ଆମର ଭାଷଣ ଦେବାର ସମୟ ନାହିଁ, ତଥାପି ମୁଁ ଗୋଟେ ଛୋଟିଆ କଥା କହିବି ଯେ ଆଜି ଗିରିଧର ପ୍ରସାଦ ଦ୍ୱିତୀୟ ସ୍ତରରେ ପହଞ୍ଚି ଥାଇପାରେ। 16ଟି ଟିମ୍ ଭିତରୁ 2ଟି ବଛା ଟିମ୍ ଆଜି ଆମ ପାଖରେ ଥିଲେ, ଯେଉଁମାନେ କି ଫାଇନାଲକୁ ଆସିଥିଲେ। ସେଇ ଭିତରେ ମୁଁ ଗିରିଧର ପ୍ରସାଦର ଟିମ୍ର ଗୋଟେ ମ୍ୟାଚ୍ ଦେଖିଥିଲି ୟା ପୂର୍ବ ଦିନ, ଯୋଉଟା କି ସେମାନଙ୍କ ନେଟ୍ରେ ପହଞ୍ଚିଲା ପରେ 2 ଓଭର କାଟି ଦିଆଯାଇଥିଲା। ଅତି ସୁନ୍ଦର ଖେଳ ପ୍ରଦର୍ଶନ କରି ସେମାନେ ସେଦିନ ଜିତିଥିଲେ, ଯୋଉଟା କି ସେମାନେ ବହୁତ ଆହ୍ୱାନ ଦେଇଥିଲେ। ତେଣୁ ତାଙ୍କ ପାଖରେ ନିଶ୍ଚିତ ଭାବରେ ଦକ୍ଷତା ଅଛି, ଆମେ ଜାଣିଛେ ତାଙ୍କ ପାଖରେ ବି ଦକ୍ଷତା ଅଛି। କ୍ରିକେଟ ଖେଳ ସମସ୍ତେ ଜାଣିଛନ୍ତି ଇଏ ଅନିଶ୍ଚିତତାର ଖେଳ, ଏଥିରେ କୌଣସି ନିଶ୍ଚିତତା ନଥାଏ। ତେଣୁ ଯାହା ହଉ ବନ୍ଧୁମାନଙ୍କୁ ମୁଁ ଧନ୍ୟବାଦ ଦେବି। ଆଜି ସୁନ୍ଦର ଭାବରେ ଆମର ଉଦ୍ଯାପନୀ ଉତ୍ସବରେ ସେମାନେ ସମସ୍ତେ ପହଞ୍ଚିଛନ୍ତି। କର୍ମକର୍ତ୍ତା ବୃନ୍ଦ ଏବଂ ଉପସ୍ଥିତ ଥିବା କ୍ରୀଡ଼ାପ୍ରେମୀ ବନ୍ଧୁମାନେ, ଖୁସି ଲାଗୁଛି ଯେ ଦୀର୍ଘ ଦିନ ଧରି YCC ତାର ଗନ୍ତବ୍ୟ ପଥରେ ଗତି କରି ଚାଲିଛି। ଆଜି ଗୋଟାଏ କଥା କହିବାକୁ ମୁଁ ଚାହୁଁଛି ଯେ ହିନ୍ଦୋଳରେ ଆମ ହିନ୍ଦୋଳ
क्रीड़ा क्षेत्र में टिके पछुआ रही तेणु आपण मानक मोर अनुरोध जे आपण मैंने हिंदोल क्रिकेट एसोसिएशन नाम गोटे एसोसिएशन करूँ प्रत्येक ग्रामर बा उद्यमी क्रीड़ा बंधु मानक नहीं रजिस्टर सोसाइटी रजिस्ट्रेशन एक्ट 1860 अनुसार रजिस्टर करूँ एवं यूथ एंड स्पोर्ट्स डिपार्टमेंट ऑफ गवर्नमेंट ऑफ ओडिशा एंड खेलो इंडिया गवर्नमेंट ऑफ डिपार्टमेंट सेंट्रल गवर्नमेंट से एप्लिकेशन करूँ गवर्नमेंट बहुत किसी साहाय्य सहयोग करुच्ची फल आम मैंने चरम उत्कर्षता देखई पारिबा हिंदोल कौथे कम नुह किंतु पृष्ठपोषकतार अभाव आम मैंने आज पछरे पड़ी तेणु मु आशा करुच्ची जे हिंदोल जान खुशी हे काठकुंबा हाईस्कल गोटे पिला खेलो इंडिया रे नेपाल को एवं सिलेक्ट होगी जाइए तेणु सब क्षेत्र में बर्तमान स्कोप अच्छी जो मैंने भल खेलिए से सर्विस क्षेत्र में प्रोत्साहन दिखाई पैसा भल अच्छी तेणु आपण गोटे अनुष्ठान करूँ भल भल पिला नहीं गोटे कमिट करूँ से बुद्धिजीवी बदान्य व्यक्ति एवं राजनैतिक लोक जो मैंने पदपदवी अच्छा से आरंभ करूँ जहाँफल आम हिंदोल क्रीड़ा क्षेत्र में सुनाम अर्जन कर जो मैंने आयोजन कर धन्यवाद दूसरी ये जो नूतन वर्ष आसूँ स्वागत जनाऊँ अभिनंदन जनाऊँ जहाँ हो नुआ ठोकर आम निर्वाचन मंडल पिला एवं गिरधर प्रसाद पंचायत ठोकर पंचायत नुआ पिला भल खेली उभय टीम बहुत भल खेली कारण आज को प्राय 16टी मैच भल खेलाई मैंने टंका नहीं आज पोजिशन थे हार जीत अच्छी मो पाखे मुख्य वक्ता अच्छा जे कि आम बड़ भाई श्रीयुक्त पृष्टि बाबू हिंदी शिक्षक महोदय एवं पार्श्व बस पूर्वतन समिति सभ्य रवि नारायण पृष्टि महोदय मोर बाम पाखे बस रासोल ग्राम पंचायत पीओ श्रीयुक्त बंशीधर विश्वास महोदय मु सर्वप्रथमे आउ थे आउ जो मैंने आमर बाहर खेल देखुं एवं पाक पड़ोशी आमर बाहलंडारू आसो बिहारी पट्टनायक महोदय मु समस्त को हार्दिक अभिनंदन जनाऊँ और कृतज्ञता जनाऊँ आउ थे मु समस्त को नमस्कार करुच्ची चैनल सह जोड़ी हेबाकु लाइक शेयर सब्सक्राइब करंतु।